ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ, ଆଜି ଆମେ ଆଲୋଚନା କରିବା ବ୍ୟାସକବି ଫକୀରମୋହନ ସେନାପତିଙ୍କର ବହୁ ଚର୍ଚ୍ଚିତ ଗଳ୍ପ ସଭ୍ୟ ଜମିଦାରର ପ୍ରଶ୍ନ ଉତ୍ତର ଗୁଡ଼ିକ ଆଜି ଆମେ ଆଲୋଚନା କରିବା। ଯେହେତୁ ପରୀକ୍ଷା ଆଗକୁ ପାଖେଇ ଆସୁଛି, ତେବେ ଭଲ ଭାବେ ଆମେ ତାକୁ ରିଭିଜନ୍ କରିଦେବା, ଯେମିତି ଆମର ସର୍ଟ କୋଶ୍ଚିନ୍ରେ କିଛି ବି ଭୁଲ ଭାଲ ହେବନି ଏବଂ ଗୋଟେ ମାର୍କ ଯେମିତି ଆମେ ନ ଛାଡ଼ିକି ଆସିବା। ତେବେ ଆଜି ଆମେ ଆଲୋଚନା କରିବା ସେଇ ସର୍ଟ କୋଶ୍ଚିନ୍ ଗୁଡ଼ିକ ସଭ୍ୟ ଜମିଦାର ଗଳ୍ପର। ପ୍ରଥମେ 1 ନମ୍ବର ଆସିଲା କ'ଣ ନା ମଲ୍ଟିପୁଲ ଚଏସ୍ କୋଶ୍ଚିନ୍ ଗୁଡ଼ା ସବୁ। କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ ଥିଲା? ସଭ୍ୟ ଜମିଦାର ଗଳ୍ପ ସମସ୍ତେ ପଢ଼ିଛ। ତେବେ ଆମେ ସମସ୍ତେ ଜାଣିଛେ ବାବୁ ବଳରାମ ବଳ ଯେ ଗଳ୍ପର ଯିଏ ମୁଖ୍ୟ ଚରିତ୍ର, ସେ କେଉଁଠି ତାଙ୍କର ଗଦିଆନ ଥିଲେ ନା କେଉଁଠି ବଡ଼ ବ୍ୟବସାୟୀ ଥିଲେ? ବାଲେଶ୍ୱର, ଆମର ଯେଉଁ ଏଠି କଲିକତା ବଡ଼ ବଜାର ଜଣେ ସେ ଗଦିଆନ ଥିଲେ ଏବଂ ଓଡ଼ିଶାର ସବୁ ବେପାରୀମାନଙ୍କର ଜଣେ ଦଣ୍ଡିଦାର ଥିଲେ। ସେ ଧୂଆଁପତ୍ର ବ୍ୟବସାୟ କରୁଥିଲେ ଏବଂ କଲିକତାର ଧୂଆଁପତ୍ର ଗୁଡ଼ିକ ଓଡ଼ିଶାକୁ ପ୍ରବେଶ କରୁଥିଲା ବାଲେଶ୍ୱର ଦେଇକିରି, ହେଲା। ବାଲେଶ୍ୱର ବନ୍ଦରରେ ଜାହାଜ ଲାଗୁଥିଲା, ସେ ଜାହାଜ ଧୂଆଁପତ୍ର ସବୁ ଆସୁଥିଲା ଏବଂ ଓଡ଼ିଶା ଭିତରେ ସବୁ ଆସିକି ଓଡ଼ିଶାରେ ବିଭିନ୍ନ ଜାଗାକୁ ଯାଉଥିଲା, ଧୂଆଁପତ୍ର ବ୍ୟବସାୟ ହେଉଥିଲା। ତେବେ କଲିକତା ଆମଦାନୀ ମାଲ ମଧ୍ୟରେ କିଏ ପ୍ରଧାନ ଥିଲା? ସବାଇ ଘାସ, ଧୂଆଁପତ୍ର, ହଳଦୀ ପତ୍ର, ତେଜପତ୍ର। କେଉଁ ପତ୍ର ଆସୁଥିଲା? ଧୂଆଁପତ୍ର ଆସୁଥିଲା। 2 ନମ୍ବର, ମହାଜନ ବାବୁ ବଳରାମ ବଳଙ୍କର ଘର ଓଡ଼ିଶାର କେଉଁ ଅଞ୍ଚଳରେ? ଆମ ଯେଉଁ ମହାଜନ ଯେ ମୁଖ୍ୟ ବାବୁ ବଳରାମ ବଳ, ତାଙ୍କ ଘର ଓଡ଼ିଶାର କେଉଁ ଅଞ୍ଚଳରେ? ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର। ତାଙ୍କର ଆସିଲା କେଉଁଠି ନା ଯାଜପୁର ଅଞ୍ଚଳରେ, ହେଲା। କେଉଁ ଗାଁ ନାଁ ଦିଆଯାଇନି, କିନ୍ତୁ ତାଙ୍କ ଘର ହେଉଛି କେଉଁଠି ନା ଯାଜପୁର ଅଞ୍ଚଳରେ। ତାପରେ ମହାଜନ ବଳରାମ ଜଣେ ସୌଦାଗର ଠାରୁ କେଉଁ ମୋହର କିଣିଥିଲେ? ଆମ ଯେଉଁ ବଳବାବୁ, ସେ ବଳବାବୁ ଜଣେ ସୌଦାଗର ଠାରୁ ବା ବ୍ୟବସାୟୀ ଠାରୁ କେଉଁ ମୋହର କିଣିଥିଲେ? ନା ଆକବାରୀ ମୋହର, ହେଲା। କେଉଁ ମୋହର ନା ଆକବାରୀ ମୋହର। ଆକବାରୀ ମୋହର କ'ଣ ନା ଯେଉଁ ମୋହରକୁ ରଖିଲେ ଘରେ ଲକ୍ଷ୍ମୀ ଆସନ୍ତି ବୋଲି, ବା ଜଣେ ବହୁତ ଦାମୀ ମୋହର ସେଇଟା। ମୋହର କହିଲେ ଷ୍ଟାମ୍ପ, ଯେଉଁ ଷ୍ଟାମ୍ପ ବାଡ଼ାନ୍ତି, ଯେଉଁ ମନେ ହେଲା। ଷ୍ଟାମ୍ପକୁ କ'ଣ କୁହନ୍ତି ନା ମୋହରି ବୋଲି କୁହନ୍ତି ମୋଗଲ ଭାଷାରେ। ଜାପାନିକ ଭାଷାରେ ତା ମୋହରି ବୋଲି କହନ୍ତି। ତାପରେ ଆସିଲା 4 ନମ୍ବର, ବାବୁ ବଳରାମଙ୍କର ଚାକର ନାମ କ'ଣ ଥିଲା? ବାବୁ ବଳରାମ ବଳଙ୍କର ଚାକର ନାମ କ'ଣ ଥିଲା ପିଲାମାନେ? ଗୋବିନ୍ଦା, ମାଧିଆ, ପଦିଆ, ବିଦ୍ୟା। କ'ଣ ଥିଲା? ବିଦ୍ୟା ଥିଲା। ଚାକର ନାମ କ'ଣ ଥିଲା? ବିଦ୍ୟା, ହେଲା। ତାପରେ ଆସିଲା କେଉଁ ହୁକାରେ ବାବୁ ବଳରାମ ବଳ ଗୁଡ଼ାକୁ ପିଅନ୍ତି? କେଉଁ ହୁକାରେ ବାବୁ ବଳରାମ ବଳ ଗୁଡ଼ାକୁ ପିଅନ୍ତି? ହୁକା ସମସ୍ତେ ଜାଣିଛେ, ହୁକା ବାର୍, ଆଜି ହୁକା ସବୁ ଯାଇକି ତମେ ଟାଣୁଛନ୍ତି ସବୁ ଲୋକ ପିଲାମାନେ ଆସି ହୁକା ବାର୍ ଯାଇକିରି। ସେମିତି କେଉଁ ହୁକାରେ ବାବୁ ବଳରାମ ବଳ ଗୁଡ଼ାକୁ ପିଅନ୍ତି? ରୂପା ବନ୍ଧା, ସୁନା ବନ୍ଧା, ପିତ୍ତଳ ବନ୍ଧା ନା ତମ୍ବା ବନ୍ଧା? କେଉଁଥିରେ? ରୂପା ବନ୍ଧାରେ, ହେଲା। ଉତ୍ତର ହେଉଛି କ'ଣ? ରୂପା ବନ୍ଧା ହୁକାରେ ଗୁଡ଼ାକୁ ସେମାନେ ଆମର ବଳବାବୁ ପିଅନ୍ତି। ତାପରେ ଆସିଲା କଲିକତାକୁ ଠିକ୍ କେଉଁ ଖଣି ବୋଲି କୁହାଯାଇଛି? ହରିଲୁଟ ଖଣି, ଚୋରା ଖଣି, ତଣ୍ଟିକଟା ଖଣି, ଗଣ୍ଠିକଟା ଖଣି। କଲିକତାକୁ କେଉଁ ଖଣି ବୋଲି କୁହାଯାଇଛି? ନା ଗଣ୍ଠିକଟା ଖଣି ବୋଲି ତାକୁ କୁହାଯାଇଛି, ଗଣ୍ଠିକଟା ଖଣି। ତାପରେ ଆସିଲା ବାବୁ ବଳରାମ କେବଳ କେଉଁ ବ୍ରାହ୍ମଣ ହାତରୁ ଖାଉଥାନ୍ତି? ବାବୁ ଯେଉଁ ବଳବାବୁ, ତାଙ୍କ ଘରେ ରୋଷେଇଆ ଜଣେ ବ୍ରାହ୍ମଣ ଥିଲା, ତେଣୁ ସେ ବ୍ରାହ୍ମଣ କେଉଁ ବ୍ରାହ୍ମଣ ହାତରୁ ସେ କେବଳ ଖାଆନ୍ତି? ନା ଓଡ଼ିଆ ବ୍ରାହ୍ମଣ, ବଙ୍ଗାଳୀ ହାତରୁ ସେ ଖାଇବେନି, ହେଲା। ସେ ବଙ୍ଗାଳୀ ବ୍ରାହ୍ମଣ ହାତରୁ ଖାଆନ୍ତି, ତେଣୁ ଓଡ଼ିଆ ବ୍ରାହ୍ମଣ ହାତରୁ ଖାଆନ୍ତି, ବୁଝିଲା। ତାପରେ ଆସିଲା 8 ନମ୍ବର, ଗୋପାଳର ନାଁ ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖିଥାଏ? ଗୋପାଳ, ତାର ନାଁକୁ ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର ବୋଲି କିଏ ଲେଖିଥାଏ? ନା ନିଜେ ଗୋପାଳ ଲେଖିଥାଏ। ଗୋପାଳ ଗୁମାସ୍ତା ଥିଲା ନା, ନିଜେ ସେ ଲେଖିଥାଏ ଗୁମାସ୍ତା, ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର। ତାପରେ ଆସିଲା କିଏ ଲେଖିଥାଏ ନା ଗୁମାସ୍ତା ଲେଖିଥାଏ। ମହାପାତ୍ରେ ବାବୁ ବଳରାମଙ୍କ ବ୍ୟବସାୟର କେତେ ଅଂଶୀଦାର ଥିଲେ? କ'ଣ ହବ ଏଇଟା? ମହାପାତ୍ରେ ବାବୁ ବଳରାମଙ୍କର ବ୍ୟବସାୟର କେତେ ଅଂଶୀଦାର ଥିଲେ? 4 ପଣି, 8 ପଣି, 2 ପଣି ନା 6 ପଣି? କେତେ ପଣି ଥିଲେ? 4 ପଣି ଥିଲେ। 4 ପଣି ଅଂଶର ଭାଗିଦାରୀ ଥିଲେ, ପାର୍ଟନର ଥିଲେ ତାଙ୍କର। ବଳବାବୁଙ୍କର 4 ପଣି ପାର୍ଟନର। ତାପରେ ଆସିଲେ ଦେବୀ ଓଝା କିଏ? ସେ ଦେବୀ ଓଝା କିଏ? ସରପଞ୍ଚ, ୱାର୍ଡ ମେମ୍ବର, ଅବଧାନ ନା ଦୋକାନୀ? ସେତେବେଳେ ତ ସରପଞ୍ଚ ନଥିଲା, ୱାର୍ଡ ମେମ୍ବର ନଥିଲା, ତେଣୁ ଅବଧାନ ଥିଲା। ଅବଧାନ ଥିଲା। ଦେବୀ ଓଝା ହେଲା ଅବଧାନ। ସରପଞ୍ଚ ବହୁତ ପରେ ଆସିଛି, ଏବେ ଆସିଛି, ସ୍ୱାଧୀନତା ଆମେ ପାଇଲା ପରେ ଆମର ଆସିଛି ନା। ଆଉ ସେତେବେଳେ କ'ଣ ଆଉ ସରପଞ୍ଚ, ୱାର୍ଡ ମେମ୍ବର ସବୁ ଥିଲେ? ନା ଥିଲା। ତେବେ ଅବଦାନ ଥିଲେ। ତାପରେ ଆସିଲା କ'ଣ ନା କୁସଂସ୍କାର ବିମର୍ଦିନୀ ସଭାର ଅଧିବେଶନ କେଉଁ ଦିନ ହୋଇଥାଏ? କୁହ। କୁସଂସ୍କାର ବିମର୍ଦିନୀ ଯେଉଁ ସଭାର ଅଧିବେଶନ ବସିଥାଏ, ଏ ଅଧିବେଶନ କିଏ ବସେଇଥାନ୍ତି? ନା ବାବୁ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ପୁଅ ରାଜୀବ ଲୋଚନ ମହାପାତ୍ର, ଯେ ସଭ୍ୟ ଜମିଦାର ବୋଲି ଯାହାକୁ ଦେଖିକି ଫକୀରମୋହନ କହିଛନ୍ତି, ଇଙ୍ଗିତ କରିକି, ସମାଲୋଚନା କରିକି, ଯେ ସଭ୍ୟ ଜମିଦାର ଦେଖି ହେଉଛି ନିଜକୁ,
ସେ ହେଉଛନ୍ତି କି ରାଜୀବ ଲୋଚନ ବାବୁ। ତେଣୁ କୁସଂସ୍କାର ବିମର୍ଦିନୀ ସଭା, ସେ ସବୁବେଳେ ସଭା ସମିତି କରନ୍ତି। ପାଠ ପଢ଼ିବାକୁ ତା ବାପା ଛାଡ଼ିଥିଲା କଲିକତା ବଡ଼ ସ୍କୁଲକୁ, ଇଂରାଜୀ ସ୍କୁଲକୁ, କିନ୍ତୁ ସେ ଇଂରାଜୀ ସ୍କୁଲରେ ପାଠ ପଢ଼ିକି ନ ପଢ଼ିକିରି ସବୁବେଳେ ଖାଲି ସଭା ସମିତି କରୁଥିଲେ। ଯେତେବେଳେ ଓଡ଼ିଶାକୁ ଆସିଲେ ଓଡ଼ିଶାରେ ଆସିକି ସେମିତି ସଭା ସମିତି କଲେ। ତେଣୁ କୁସଂସ୍କାର ବିମର୍ଦିନୀ ସଭାର ଅଧିବେଶନ କେଉଁ ଦିନ ହୋଇଥାଏ? ମଙ୍ଗଳବାର ଦିନ ହୋଇଥାଏ। କେଉଁ ଦିନ ହୋଇଥାଏ? ଆମର ମଙ୍ଗଳବାର ଦିନ। ତାପରେ ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ? ଯେତେବେଳେ ଶନିବାର ହୁଏ, ଶନିବାର ଦିନ କେଉଁ ସଭାର ଅଧିବେଶନ ହୋଇଥାଏ? ନା ଶନିବାର ଦିନ ନାରୀ ମଙ୍ଗଳକାରିଣୀ, ନା ନାରୀ ସଂସ୍କାର ବିମର୍ଦିନୀ, ନାରୀ ସଶକ୍ତିକାରିଣୀ, ନା କୁସଂସ୍କାର ବିମର୍ଦିନୀ? ନାରୀ ସଂସ୍କାର ବିମର୍ଦିନୀ ହେଲା। ଶନିବାର ଦିନ କେଉଁ ବସିଥାଏ କ'ଣ ଅଧିବେଶନ? ନାରୀ ସଂସ୍କାର ବିମର୍ଦିନୀ। ମଙ୍ଗଳବାର ଦିନ କ'ଣ ବସିଥିଲା? କୁସଂସ୍କାର ବିମର୍ଦିନୀ। ଏବଂ ଶନିବାର ଦିନ ନାରୀ ସଂସ୍କାର ବିମର୍ଦିନୀ, ନାରୀମାନଙ୍କୁ ସବୁ ସ୍ୱାଧୀନ କରିବା ପାଇଁକା। କେଉଁ ବେମାରୀରେ ଗୋପାଳ ଚନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା? ବସନ୍ତ, ଯକ୍ଷ୍ମା, ଶନିବାତ, ନା ଝାଡ଼ା ବାନ୍ତି? କେଉଁ ରୋଗ ହୋଇଥିଲା ଗୋପାଳ ଯେଉଁ ରାଜୀବ ବାବୁଙ୍କ ପିତା ଗୋପାଳ ଚନ୍ଦ୍ର ମହାପାତ୍ର, ତାକୁ କେଉଁ ରୋଗରେ ସେ ମୃତ୍ୟୁବରଣ କରିଥିଲେ? ନା ଶନିବାତ ଜ୍ୱରରେ, ଶନିବାତ ରୋଗ ହୋଇଥିଲା ହେଲା। ଶନିବାତ କଲେ କ'ଣ? ଥଣ୍ଡା, ଜୋରରେ ଥଣ୍ଡା ହେଇଯାଏ, ଗୋଡ଼ କୋଲାପ୍ସ ହେଇଯାଏ, ଶନିବାତ ମାରେ, ଥଣ୍ଡାରେ ହେଇକି ମରିଯାଆନ୍ତି। ଗଙ୍ଗା ଲାଭ ବୋଇଲେ କ'ଣ? ଗଙ୍ଗା ଲାଭ ୟା ମାନେ କ'ଣ? ଫକୀରମୋହନ ଯେଉଁ ଲେଖିଛନ୍ତି ଗଙ୍ଗା ଲାଭ କଲେ, କିଏ ସେ? ନା ବାବୁ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କର ଶନିବାତରେ ଗଙ୍ଗା ଲାଭ ହେଲା। ତେଣୁ ଗଙ୍ଗା ଲାଭ କଲେ କ'ଣ ହେଲା? ବ୍ରତ ହେଲା, ପୁଣ୍ୟ କଲେ, ସ୍ନାନ କଲେ, ନା ମୃତ୍ୟୁ କଲେ? କ'ଣ ହେଲା? କ'ଣ ଘଟିଲା? ଗଙ୍ଗା ଲାଭ କହିଲେ ଟିକେ ମୃତ୍ୟୁ ହେଲା, ତାଙ୍କର ମୃତ୍ୟୁ ହୋଇଗଲା। ଗଙ୍ଗା ଲାଭ ମାନେ ପୁଣ୍ୟ ନୁହେଁ, କିଏ ସ୍ନାନ କରିବା ନୁହେଁ, ମୃତ୍ୟୁକୁ ବୁଝାଉଛି। ମୃତ୍ୟୁ ହେଇଥିଲା ହେଲା। 15 ନମ୍ବର, ଯାହାର ଧନ ଜ୍ଞାନ ଅଛି ସେ କ'ଣ କଲେ ତା ଜୀବନ ଅଧିକ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା? ଯାହାର ଧନ ଜ୍ଞାନ ଅଛି ସେ କ'ଣ କଲେ ତା ଜୀବନ ଧିକ ହୋଇଯାଏ ବୋଲି ସଭାରେ କୁହାଯାଇଥିଲା? ବୁଝିଲା? କ'ଣ କଲେ? ଚାକିରି କଲେ। କ'ଣ କଲେ ସେ? ନା ଚାକିରି କଲେ। ଯାହାର ଧନ ଅଛି, ଜ୍ଞାନ ଅଛି, ଯଦି ସେ କାହା ପାଖରେ ଚାକିରି କରିବ ତାହେଲେ ତା ଜୀବନ ଧିକ। ତେଣୁ ସେ ଚାକିରି କରିବା କଥା ନୁହେଁ, ସେ କ'ଣ କରିବା କଥା? ନା ସଭା ସମିତି କରିବା କଥା ହେଲା, ସ୍ୱାଧୀନ ହୋଇକି ରହିବା କଥା ବୋଲି କାହାକୁ? ରାଜୀବ ଲୋଚନ ବାବୁଙ୍କୁ କହିଥିଲେ ତାଙ୍କ ସାଥୀମାନେ, ଯେଉଁ ସଭାରେ ଯେଉଁ ସଭ୍ୟ ସାଥୀମାନେ ଥିଲେ ସେମାନେ ତାଙ୍କୁ କହିଥିଲେ। କାହିଁକି କହିଲେ? ନା ଯେମିତି ରାଜୀବ ବାବୁ କ'ଣ କରିବେ? ନା ସବୁବେଳେ ସଭା ସମିତିରେ ଯୋଗ ଦେବେ, ଆଉ ତାଙ୍କ ନିଜ ଧନ ସମ୍ପତ୍ତି ଘର ବାଡ଼ି କଥା ବୁଝିବେନି, ଚାକିରି କଥା ବୁଝିବେ ନାହିଁ, ଏବଂ ଖାଲି ପଇସା ଖର୍ଚ୍ଚ କରିବେ ସଭାରେ ହେଲା। ତେବେ ହଁ, ଏଇଟା ଆମେ ଜାଣିଲେ ଚାକିରି କଲେ ଏଇଟା ହେବ ଗଲା। ତାପରେ ଆସିଲା କ'ଣ? ନା କେଉଁ ନାମ ଶୁଣି ନୂଆ ଜମିଦାରଙ୍କ ମନ ଭାରି ଖୁସି ହୋଇଯାଇଥିଲା? କେଉଁ ନାଁ ଶୁଣିକି ନୂଆ ଜମିଦାରଙ୍କ ମନ ଭାରି ଖୁସି ହେଇଗଲା? ସଭା, ସ୍କୁଲ, ଗାଁ, ନା ଜମିଦାରୀ? କେଉଁ ନାଁ ଶୁଣିକି ନୂଆ ଜମିଦାର କଲେ? କିଏ ସେ? ନା ଗୋପାଳ ଚନ୍ଦ୍ର ମହାପାତ୍ର। ତାଙ୍କ ପୁଅ ହେଲା ରାଜୀବ ଲୋଚନ ବାବୁ। ତେଣୁ ସେ ସବୁବେଳେ ସଭାରେ ଭାରି ପ୍ରିୟ, ତାଙ୍କର ଖାଲି ସଭା ସମିତି କରି ଭାଷଣ ଦେବେ। ତେଣୁ ତାଙ୍କର ସଭା ନାଁ ଶୁଣିକି ତାଙ୍କ ମନ ଭାରି ଖୁସି ହେଇଗଲା। ତାଲୁକୁ କିଣା ଠାରୁ ଗଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ? ଯେତେବେଳେ ତାଲୁକ କିଣା ହେଇଥିଲା, ତାଲୁକ କିଣା ଠାରୁ, ତାଲୁକ କହିଲେ କ'ଣ କିରେ? ତାଲୁକ କହିଲେ ଗୋଟେ ପଞ୍ଚାୟତ ବୁଝାଏ ତାଲୁକ ହେଲା। ତେଣୁ ତାଲୁକ ମଧ୍ୟରେ କେଉଁ ଗ୍ରାମଟି ସବୁଠୁ ବଡ଼ ଥିଲା? ଭୁଲ କହିଲି, ଯେ ତାଲୁକ କିଣା ଠାରୁ ଗଙ୍ଗାଧର ମହାନ୍ତି କେଉଁ କାମରେ ଥିଲେ? ଯେତେବେଳେ ତାଲୁକ କିଣା ହେଇଥିଲା ସେତେବେଳେ ଗଙ୍ଗାଧର ମହାନ୍ତି କେଉଁ କାମ କରୁଥିଲେ? ମୁଖ୍ୟ ଗୁମାସ୍ତା, ଛାମୁକରଣ, ସେଠ ପାଞ୍ଜିଆ, ନା ଗଦି ସରକାର? ସେଠ ପାଞ୍ଜିଆ ବୋଲି ତାଙ୍କୁ କୁହାଯାଉଥିଲା। ତାପରେ ତାଲୁକ ମଧ୍ୟରେ କେଉଁ ଗ୍ରାମଟି ସବୁଠୁ ବଡ଼ ଥିଲା? ତାଲୁକ ମନେ କହିଲେ ପଞ୍ଚାୟତ ଭିତରେ କେଉଁ ଗ୍ରାମଟି ସବୁଠୁ ବଡ଼ ଥିଲା? ମଦନପୁର, ମାନପୁର, ନରଣପୁର, ଶ୍ୟାମପୁର? କେଉଁ ଗାଁଟା ସବୁଠୁ ବଡ଼ ଥିଲା? ଉତ୍ତର ହେବ କ'ଣ? ନା ଶ୍ୟାମପୁର। ତାପରେ ହେଲା ସଭ୍ୟ ଜମିଦାର ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ? ନୂଆ ଜମିଦାର ବାବୁ ଶ୍ୟାମପୁର ଗ୍ରାମରେ କେଉଁ ଲୋକଙ୍କୁ ଖୋଜି ବସିଥିଲେ? ଶିକ୍ଷିତ ବେକାର, ନା ଶିକ୍ଷିତ ସମାଜସେବୀ, ଶିକ୍ଷିତ ସମାଜ ସଂସ୍କାରକ, ନା ଶିକ୍ଷିତ କୁସଂସ୍କାର ବର୍ଜିତ? କେଉଁ ଭଳିଆ ଲୋକଙ୍କୁ ସେ ଖୋଜୁଥିଲେ? ନା ଶିକ୍ଷିତ କୁସଂସ୍କାର ବର୍ଜିତ, ଯେ ଶିକ୍ଷିତ ହୋଇଥିବେ ଏବଂ କୌଣସି କୁସଂସ୍କାର ଗ୍ରହଣ କରୁନଥିବେ। ଯେମିତି କ'ଣ? ନା ମରିଗଲେ ବ୍ରାହ୍ମଣକୁ ଡାକି ଖାଇବାକୁ ଦେବା, 10 ଦିନ ପାଳିଆ, ତାପରେ ନା ସ୍ତ୍ରୀ ଝିଅମାନଙ୍କୁ ପାଠ ପଢ଼ିବାକୁ ନ ଛାଡ଼ିବା ହେଲା, ଏବଂ ଈଶ୍ୱରଙ୍କୁ ପ୍ରାର୍ଥନା କରିବା। ଏଇଭଳିଆ ସବୁ ଯେଉଁଭଳିଆ ଆମର ସବୁ ନୀତି ନିୟମ, ସଂସ୍କାର ବା ପରମ୍ପରା ସଂସ୍କୃତି ରହିଛି, ତାକୁ ସେ କୁସଂସ୍କାର ବୋଲି କହୁଥିଲେ ରାଜୀବ ଲୋଚନ ବାବୁ। ତେଣୁ ଯେଉଁ ଶିକ୍ଷିତ ଲୋକମାନେ ଏଇସବୁକୁ ବିରୋଧ କରୁଥିବେ ସେଇଭଳିଆ ଲୋକଙ୍କୁ ସେ ଖୋଜୁଥିଲେ ସେମାନଙ୍କୁ ନେଇକି ସଭା ସମିତି କରିବା ପାଇଁ। ତାପରେ ଆସିଲା, ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ? ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଖୋଜିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ?
ଡାହାଣୀ ଆଲୁଅ, ସଞ୍ଜ ଆଲୁଅ, ଆତସବାଜି ଆଲୁଅ ନା ଲଣ୍ଠନ ଆଲୁଅ? କ'ଣ ହେବ? ଡାହାଣୀ ଆଲୁଅ, ସଞ୍ଜ ଆଲୁଅ, ଆତସବାଜି ଆଲୁଅ ନା ଲଣ୍ଠନ ଆଲୁଅ? ତେଣୁ ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ନୂଆ ଜମିଦାର ବକ୍ତୃତାରେ କହିଥିଲେ? ଡାହାଣୀ ଆଲୁଅ, ସଞ୍ଜ ଆଲୁଅ, ଆତସବାଜି ଆଲୁଅ ନା ଲଣ୍ଠନ ଆଲୁଅ? ବୁଝିଲା? ତେଣୁ ଆତସବାଜି ଆଲୁଅ, ଉତ୍ତର ହେବ କ'ଣ ନା ଆତସବାଜି ଆଲୁଅ। ଆତସବାଜି ଆଲୁଅ। ଏ ଦେଶର ଦୁଃଖ ଦୁର୍ଦ୍ଦଶାର କାରଣ ଲୋଡ଼ିଲେ ତାହା କେଉଁପରି ଜଣାଯିବ ବୋଲି ଜମିଦାର ବକ୍ତୃତାରେ କହିଥିଲେ? ନା ଆତସବାଜି ଆଲୁଅ। ତାପରେ ଆସିଲା କ'ଣ ନା ସୁଶିକ୍ଷିତ ଜମିଦାର ମହୋଦୟଙ୍କର ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଥିଲେ? ଗାଲ୍ଧବ ପଟ୍ଟନାୟକ, ବଲ୍ଲଭ ପଟ୍ଟନାୟକ, ହରିବୋଲ ପଟ୍ଟନାୟକ, ଗଙ୍ଗାଧର ମହାନ୍ତି। କିଏ ସେ କହିଥିଲେ? ସୁଶିକ୍ଷିତ ଜମିଦାର ମହୋଦୟଙ୍କ ପ୍ରସ୍ତାବକୁ କିଏ ଦ୍ୱିତୀୟ କରିଥିଲେ? ହରିବୋଲ ପଟ୍ଟନାୟକ। ହେଲା, ତାଙ୍କ ନାଁ ହେଲା ହରିବୋଲ ପଟ୍ଟନାୟକ। ତାପରେ ଆସିଲା ନୂଆ ଜମିଦାରଙ୍କ ବିବାହ ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା? କଟକ, କଲିକତା, ବାଲେଶ୍ୱର, ଯାଜପୁର। ନୂଆ ଜମିଦାରଙ୍କ ବିବାହ ପାଇଁ, ବାହାଘର ପାଇଁ ବା ରାଜୀବ ବାବୁଙ୍କ ବାହାଘର ପାଇଁ କେଉଁଠାରେ କନ୍ୟା ଠିକ୍ ହୋଇଥିଲା? କଟକ, କଲିକତା, ବାଲେଶ୍ୱର, ଯାଜପୁର। କେଉଁଠି ହେଇଥିଲା? ଠିକ୍ ହେଇଥିଲା କଲିକତାରେ। କେଉଁଠି ହେଇଥିଲା? କଲିକତାରେ। ତାପରେ କନ୍ୟା ପିତା ମକରା ମାଳିକ ଆସାମ ଚା ବଗିଚାରେ ପଦୋନ୍ନତି ପାଇ ଶେଷରେ କ'ଣ ହୋଇଥିଲା? ଖାନସାମା, ବରବୁଡ଼ଚିରି, କୁଲି ସର୍ଦ୍ଦାର, ମ୍ୟାନେଜର। କ'ଣ ହେଇଥିଲା ସେଠି? ଖାନସାମା ହେଇଥିଲା। ଖାନସାମା, ମକରା ମାଳିକ ଯେଉଁ ତା ସ୍ତ୍ରୀ ସାଙ୍ଗରେ ଆସାମ ଚା ବଗିଚାରେ ଯେ କାମ କରୁଥିଲା। ତାପରେ ସାଆନ୍ତାଣୀଙ୍କର ବିଶ୍ୱାସ ପୋଇଲି କିଏ? ଫୁଲ, କନେଇ, ରାଧି, ପଦୀ। ସାଆନ୍ତାଣୀ ଯିଏ ଆମର, ତାଙ୍କର ବିଶ୍ୱାସ ପୋଇଲି କିଏ? ସେ ତା ନାଁ କ'ଣ? ପଦୀ। ପଦୀ, ପୋଇଲି ପଦୀ। ହେଲା, ପଦୀ ଯିଏ ବାବୁର୍ଚିଖାନା ଲିପୁଥିଲା, ଯାହାକୁ ଦେଖି ମିସେସ୍ ମହାପାତ୍ର ପାଟି କଲେ କି କୁସଂସ୍କାର ଏଗୁଡ଼ା ସବୁ। ତେଣୁ କୁମ୍ଭୀର କ'ଣ ଖୋଜିଥାଏ ବୋଲି କୁହାଯାଇଛି? କୁମ୍ଭୀର ସବୁବେଳେ କ'ଣ ଖୋଜିଥାଏ? ଲୁଣି ପାଣି, କାଦୁଆ ପାଣି, ଗୋଳିଆ ପାଣି ନା ପଙ୍କୁଆ ପାଣି? କୁମ୍ଭୀର ସବୁବେଳେ ଗୋଳିଆ ପାଣି ଖୋଜେ। ସରିଲା। ତେବେ ଏଇ ଥିଲା ଆଜିର ପ୍ରଶ୍ନ ଉତ୍ତର, ମଲ୍ଟିପୁଲ୍ ଚଏସ୍ କୋଶ୍ଚିନ୍। ତେବେ ସମସ୍ତେ ତାକୁ ଭଲ ଭାବେ ପିଲାମାନେ ପ୍ରାକ୍ଟିସ୍ କର ଏବଂ ପଢ଼। ପରୀକ୍ଷାରେ ଯେମିତି ଆମେ କିଛି ନ ଛାଡ଼ିକି ଆସିବା ଏବଂ ଆମେ ଦେଖିବା ଯେ କିନ୍ତୁ ସର୍ଟ କୋଶ୍ଚିନ୍ ଗୁଡ଼ା ସବୁ ଭଲ ଭାବେ ଆମେ କରିବା, ଗୋଟେ କେମିତି ଭୁଲ ନ ହେବ। ତେବେ ଆଜି ପାଇଁ ଏତିକି ରହିଲା।